नमस्कार मो सहित स्थित विनायक दास महापात्र पुरी सामिल होती वरिष्ठ सेवायत स्थित दास महापात्र आज पुरी रे भिड़ केमती अच्छी मंदिर भितर ନାଇଁ ଆଜି ବର୍ତ୍ତମାନ ରଜ 3 ଦିନ ଏଇନେ ଯୋଉ ଛୁଟି ପଡିଗଲା ନିଶ୍ଚିତ ଭାବରେ ପ୍ରବଳ ବର୍ତ୍ତମାନ ଭିଡ ହଉଛି ଏବଂ ଗୋଟେ ଜିନିଷ ରହିଲା ଚାରି ଦ୍ୱାର ଯୋଉ ଖୋଲା ଗଲା ତା ଦେହରେ ଭକ୍ତମାନେ ବି ଦେଖିଲେ ଯେ ଚାରି ଦ୍ୱାର ଖୋଲା ଯାଇଛି ତେଣୁକରି ନିଶ୍ଚିତ ଭାବରେ ଭଲରେ ସବୁ ଦର୍ଶନ ହଉଥିବ ବୋଲି ତେଣୁକରି ଚାରି ଦ୍ୱାର ସିନା ପଟେ ଚାରିପଟେ ଯେତେବେଳେ ଭକ୍ତ ଗଲେ ଯାଇ ଗୋଟିଏ ଜାଗାରେ ଆମର କୀର୍ତ୍ତନ ଚକଡା ପାଖରେ ଯୋଉ ଅଛି 7 ପାହାଚ ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସବୁ ସେଇଠି ସେ ଜାଗାରେ ରୁଣ୍ଡ ହେଲେ ଏବଂ ସେଠି ଯୋଉଭଳି ଭାବରେ ରୁଣ୍ଡ ହେଲା ପରେ ସେଠି ଦର୍ଶନ ପାଇଁ ଟିକେ ବ୍ୟାପକ ଅବସ୍ଥା ଅସୁବିଧା ହେଲା ଯାହା ଦ୍ୱାରା ବହୁତ ଭକ୍ତ ମାନେ ଯୋଉ ସୀମିତ ଜାଗା ବାହାର କାଠ ପାଖରେ ଯୋଉ ଦର୍ଶନ ହଉଛି ସେ ଦର୍ଶନଟା ସେଠି ଠିକ ହେଇପାରୁନି କାହିଁକିନା ପୂର୍ବରୁ ସେମିତି ଲୋକ ହଇରାଣ ହଉଥିଲେ ବର୍ତ୍ତମାନ ବି ସେଠି ହଇରାଣ ହଉଛନ୍ତି ତେଣୁକରି ବର୍ତ୍ତମାନ ଘଟଣା କଣ ହଉଛି କି ଗୋଟେ ଜିନିଷ ଆମେ ଦେଖୁଛେ ଆମେ ଦର୍ଶନ ପାଇଁ ହିଁ ଯେତେବେଳେ ମନ୍ଦିରରେ ବିଭିନ୍ନ ପ୍ରକାର ସାହାଣ ମେଲା ଦର୍ଶନଠୁ ପରିମାଣିକ ଦର୍ଶନଠୁ ଭଲ ବେଳେ 5 ଟଙ୍କିଆ ଟିକେଟ ବି ସମସ୍ତ ଦର୍ଶନର ସୁବିଧା ଥିଲା ଇ ଦର୍ଶନଟାକୁ ସବୁତକ ଦର୍ଶନକୁ ସମ୍ପୂର୍ଣ୍ଣ ଭାବରେ ସମସ୍ତେ ବନ୍ଦ କରିଦେଲେ ତେଣୁକରି ଆଗ ଗର୍ଭଗୃହ ଦର୍ଶନ ବନ୍ଦ ହେଲା ପରିମାଣିକ ଟିକେଟ ବନ୍ଦ ହେଲା ଆମର 5 ଟଙ୍କିଆ ବଲ୍ଲଭ ସମୟରେ ଯୋଉ ଦ୍ୱାର ବନ୍ଦ ରୁହେ ଭକ୍ତମାନେ ଏଇନେ ବାହାରେ ଛିଡା ହଉଛନ୍ତି ସେଇ ସମୟରେ 5 ଟଙ୍କା ଲେଖେ ଦେଇକିରି ସେ ଭିତରେ ଦର୍ଶନ କରୁଥିଲେ ସେ ବି ବନ୍ଦ ହେଇଗଲା ଯେତେବେଳେ ସବୁ ଦର୍ଶନକୁ ବନ୍ଦ କରିକି ଯେତେବେଳେ ଆଇଲେ ଗୋଟିଏ ବାହାର କାଠ ଏବଂ ଭୋଗ ସଇଲା ପରେ ଭିତର କାଠରେ ଟିକେ ଦର୍ଶନ ହଉଛି ଆଉ ଯୋଉ ଦର୍ଶନ ବାହାର କାଠ ପାଖରେ ହଉଛି ସମସ୍ତ ଭକ୍ତ ବହୁତ ଅସନ୍ତୁଷ୍ଟ କାହିଁକିନା ଗୋଟେ ସୀମିତ ଜାଗା ଭିତରେ ଏତେ ସଂଖ୍ୟକ ଧକ୍କା ପେଲା ହଉଛି ଏବଂ ଗୋଟେ ଗୋଟେ ଏଇଭଳି ଭାବରେ ଦର୍ଶନ ଆଗରେ ପୁଣି 5-7 ଜଣ ଲେଖେ ତାଳି ଗଡା ଧରି ଛିଡା ହେଇଛନ୍ତି ଏସବୁ ଜିନିଷଟି ଜମା ଭକ୍ତଙ୍କ ଅସନ୍ତୋଷ ରହୁଛି आज स्थिति कौन अच्छी ନାଇଁ ଆଜି ଟିକେ ଭିଡ କମ ରହିଛି ଏବଂ ବର୍ତ୍ତମାନ ପୋଲିସ ବାହିନୀ ସମ୍ପୂର୍ଣ୍ଣ ଭାବରେ ତାକୁ ନିୟନ୍ତ୍ରଣ କରୁଛନ୍ତି ଏବଂ କମ ସଂଖ୍ୟକ ଲୋକ ସେଠିକି ଆସ୍ତେ ଆସ୍ତେ ଚଢା ଯାଉଛି ଚାରି ଦ୍ୱାର ପଟେ ସେମିତି ଯାଉଛନ୍ତି ଏବଂ ପ୍ରବଳ ଖରା ଏବଂ 3 ଦ୍ୱାର ନିହାତି ପକ୍ଷରେ କିଛି ସେଟ ହବାର ଆବଶ୍ୟକତା ରହିଛି ଏବଂ ସେଠି ବ୍ୟାପକ ଭାବରେ ଥଣ୍ଡା ପାଣି ଏବଂ ସେଠି ଚପଲ ଜୋତା ଷ୍ଟାଣ୍ଡ ରଖିବା ପାଇଁ ବ୍ୟବସ୍ଥା ବର୍ତ୍ତମାନ ହେଇନି ମୁଁ ଭାବୁଛି ଖୁବ ଶୀଘ୍ର ହବ ତେଣୁକରି ଆଗାମୀରେ ସବୁ ବଡ ବଡ ଘୋଷଯାତ୍ରା ହଉଛି ତେଣୁକରି ଏଇ ଘୋଷଯାତ୍ରା ସମୟରେ ନିଶ୍ଚିତ ଭାବରେ ଦର୍ଶନ ପାଇଁ ବ୍ୟାପକ ଲୋକ ହେବେ ସେ କୋଉଭଳି ଭାବରେ ଆସିବେ କୋଉଭଳି ଭାବରେ ଦର୍ଶନ କରିବେ ସେଥିପାଇଁ ଗୋଟେ ପରିଚାଳନା କମିଟିର ଆସନ୍ତା 19 ତାରିଖ ଦିନ ଗୋଟେ ବୈଠକ ଅଛି ଯୋଉ ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହବ ବିଶେଷ ଭାବରେ ଭକ୍ତମାନେ କେମିତି ସୁରୁଖୁରୁରେ ଯିବେ ଦର୍ଶନ କରିକିରି ସେ ବିଷୟରେ ଆଲୋଚନା ହବ ତେଣୁକରି ଆମର ଯୋଉ ସ୍ନାନ ପୂର୍ଣ୍ଣିମା ହେଇଛି ଯୋଉ 22 ତାରିଖ ଦିନ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ହବ ସେ ସ୍ନାନ ପୂର୍ଣ୍ଣିମାରେ ଦର୍ଶନ କେମିତି ଭକ୍ତମାନେ ପୁରା 24 ଘଣ୍ଟା ଅନବର୍ତ ତଳେ ଦର୍ଶନ କରିକି ଯେମିତି ସବୁ ବର୍ଷ ଯାଉଛନ୍ତି ସେଇଭଳି ଭାବରେ ଯିବେ ସେଠାରେ କୌଣସି ଭକ୍ତ ମାନଙ୍କର ଅସୁବିଧା ହବ ନାହିଁ ଯେମିତି ସବୁ ବର୍ଷ विनायक ଯାଉଛନ୍ତି बाबू ଆରାମରେ मोर प्रश्न ଆଜ୍ଞା आपन थिला जे रज जगु भिड़ हो गला ना एमती सबुदिने भिड़ हबो चारि ନାଇଁ द्वार ନାଇଁ खोलिला ଆମର परे ଯେତେବେଳେ परिस्थिति असंभाळ हबो कि ନାଇଁ ଆପଣ ଶୁଣନ୍ତୁ ଯେତେବେଳେ ଆମର 3-4 ଦିନ ଛୁଟି ପଡି ଯାଉଛି ଏ ବ୍ୟାପକ ଭିଡ ହେଇଯାଉଛି ତେଣୁକରି ଆଉ ଗୋଟିଏ ଜିନିଷ ଏଠି ରଖିଲେ ମୁଁ ଆପଣଙ୍କୁ ପ୍ରଥମେ କହିଲି ଯେ ଚାରି ଦ୍ୱାର ଖୋଲା ହେଇଗଲା ଚାରି ଦ୍ୱାର ଯେତେବେଳେ ଖୋଲା ହେଇଗଲା ଭକ୍ତଙ୍କ ମନରେ ଗୋଟେ ଉତ୍କର୍ଷ ଭାବିଲା ଯେ ଆମେ ଏତେ ଦିନ ହେଲା ଯାଇପାରୁନଥିଲୁ ଭିଡ ସକାଶେ ଯାଉନଥିଲୁ ଚାରି ଦ୍ୱାର ଖୋଲା ହେଲାଣି ଚାଲ ଯିବା ତେଣୁ ଏଭଳି ଭାବରେ ଗାଡି ମଟର କାର ମୋଟର ସାଇକେଲ ଆସି ଭର୍ତ୍ତି ହେଇଗଲା ସହର ଭିତରେ ମାନେ ପ୍ରଥମ ଦିନ ମାନେ 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 ଆମ ଆକଳନ ବାହାର ହେଇଗଲା ରଥଯାତ୍ରା ଭଳିଆ ଗୋଟେ ହେଇଗଲା ସେ ମନ୍ଦିର ପାଖ ଚାରିପଟ ସମସ୍ତ ସାଇ ଗଳି କନ୍ତି ଫୁଲ ହେଇଗଲା ତେଣୁକରି ଏଇଭଳି ଭାବରେ ହଉଛି ତେଣୁକରି ନିଶ୍ଚିତ ଭାବରେ तो ତାକୁ आपण कोन କେମିତି आशंका करूचंती विनायक बाबू ये भिड़ सबुदिन एमती हबो ना ओकेजनल हेइतला ନାଇଁ ଅକେଜନାଲ ଆମର ଏଇ ଯୋଉ ଭିଡ ହଉଛି ବର୍ତ୍ତମାନ ଛୁଟି ଦିନ ପାଖରେ ହଉଛି ଆଉ ଶନିବାର ରବିବାର ହଉଛି ତେଣୁକରି ମୁଁ ଭାବୁଛି ନିଶ୍ଚିତ ଭାବରେ ଆକୁ କଣ୍ଟ୍ରୋଲ କରାଯିବ ଏବଂ ଯୋଉ ଭିତର ବାହାର କାଠ ପାଖରେ ଯୋଉ ଦର୍ଶନଟା ହଉଛି ତାକୁ ପାଇଁ ଗୋଟେ ସୁଚିନ୍ତିତ ବ୍ୟବସ୍ଥା ଦରକାର ସେଠି ଭକ୍ତମାନେ ଛିଡା ହେଇକିରି ମହାପ୍ରଭୁଙ୍କୁ ଠିକ ଭାବରେ ଦେଖି ପାରୁନାହାନ୍ତି ସେଠି ନିଶ୍ଚିତ ଗୋଟେ ଆମର ମୋର ବ୍ୟକ୍ତିଗତ ମତ ସେଠି ଗୋଟେ ପଟା ପଡିକିରି ଟିକେ ଉଞ୍ଚା ହବ 1 ଫୁଟ ଲୋକ ସେ ପଟା ଉପରେ ଚଢିକି ଦର୍ଶନ କରିବେ ଏବଂ ସେଇ ଜାଗାରେ ଟିକେ ଲାଇନ ର ବ୍ୟବସ୍ଥା ସେଇ ଜାଗାରେ ହବ ତାପରେ ଆଉ ଗୋଟିଏ ଜିନିଷ ହଉଛି ଯେ ସବୁ ଦର୍ଶନ ଯେତେବେଳେ ବନ୍ଦ କରିଦିଆଯାଇଛି 1 ଘଣ୍ଟା ଆମେ ଗର୍ଭଗୃହ ଶାଣମେଲା ଦର୍ଶନ ହବା ପାଇଁ ଆମେ ବର୍ତ୍ତମାନ ଗୋଟେ ନିଶ୍ଚିତ ଭାବରେ ଦାବି ରଖିବୁ ଏବଂ ପରିଚାଳନା କମିଟିକୁ ଅନୁରୋଧ କରିବୁ ଯେ 1 ଘଣ୍ଟା ଗର୍ଭଗୃହ ଦର୍ଶନ ଯଦି ହଅନ୍ତା 8ଟାରୁ 9ଟା ସକାଳେ ତାହେଲେ ମନୁମାନ 30-40 ହଜାର ଲୋକ ଦେଖିକି ପଳାନ୍ତେ ସିଧା ଶାଣ ମେଲାରେ ମହାପ୍ରଭୁଙ୍କ ଗର୍ଭଗୃହ ହେଇକିରି ଯୋଉ ଭିଡଟା ଦିନକୁ ଆଉ ରାତିକି ରହନ୍ତାନି
ତେଣୁକରି ଏଇ ବ୍ୟବସ୍ଥାଟା ସେତେବେଳେ ଚାଲିଥିଲା। ତେଣୁକରି ମାନେ ବିଭିନ୍ନ ଟିକେଟ କରିକି ଲୋକ ଯାଉଥିଲେ, ସେ ସବୁ ଜିନିଷ ବନ୍ଦ ହେଇଗଲା। ତେଣୁକରି ସେ ଦର୍ଶନ ସବୁ ବନ୍ଦ ହେଇଗଲା। ଗୋଟିଏ ସେ ବାହାର କାଠ ପାଖରେ ହଉଛି, ସେଠି ଭକ୍ତମାନେ ବହୁତ କଲବଲ ହଉଛନ୍ତି। ସେଇଟା ଆମେ ବି ନିଜେ ଅନୁଭବ କରୁଛୁ। ସେଠି ଲୋକ ବହୁତ ହଇରାଣ ହଉଛନ୍ତି। ତେଣୁକରି ତାକୁ ଶୃଙ୍ଖଳିତ କରିବା ପାଇଁ ଏ ଗୋଟେ ବୈଠକ ବର୍ତ୍ତମାନ ଚାରି ଦ୍ୱାର ଖୋଲିବା ଠିକ ନିଷ୍ପତ୍ତି ନା ଭୁଲ ନିଷ୍ପତ୍ତି? ନାଇଁ ନାଇଁ, ଆପଣଙ୍କ ଚାରି ଦ୍ୱାର ଆଜ୍ଞା ସଦାବେଳେ ଚାଲିଥିଲା ଖୋଲା। ତେଣୁକରି ଏମାନେ ଏଇ ଯୋଉ କୋଭିଡ ସମୟରେ ଆକୁ ବନ୍ଦ କରିଦେଲେ। ତାପରେ ଗର୍ଭଗୃହ ଦର୍ଶନ, ଏଇ ଯୋଉ ଲାଇନ କରିବା, ବ୍ୟାରିକେଡ କରିବା, ଲୁହା ରୋଡ ଚାରିପଟେ ବୁଲେଇକିରି ସବୁ ବନ୍ଦ କରିବା, ରାସ୍ତାଘାଟ ବନ୍ଦ କରିବା, ଇଏ ସ୍ୱତନ୍ତ୍ର ଭାବରେ କିଛି ପ୍ରଶାସନିକ ଅଧିକାରୀ ଯୋଉମାନେ ଥିଲେ 3-4 ଜଣ ସେତେବେଳେ ଥିଲେ, ସେଇମାନେ ଆକୁ ସବୁ କରିଥିଲେ ଏବଂ ସବୁ ଦର୍ଶନକୁ ବନ୍ଦ କରିଦେଇଥିଲେ। ନିଜେ କେମିତି ଆସିବେ, ସୁବିଧା ବାଟରେ ଯିବେ, ସେଇ ବ୍ୟବସ୍ଥା ତାଙ୍କର ଥିଲା। ତେଣୁକରି ଏସବୁ ଜିନିଷଟା ଠିକ ନୁହେଁ। ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ପୁନରାବୃତ୍ତି କେମିତି ନହବ, କେମିତି ଭଲରେ ଭକ୍ତମାନେ ଦର୍ଶନ କରିବେ। এই ସମସ୍ତ ବ୍ୟବସ୍ଥା ଆଗାମୀ 19 ତାରିଖ ଦିନ ଗୋଟେ ପରିଚାଳନା ବୈଠକ ଅଛି, ୟାରି ଉପରେ ଆଲୋଚନା କରାଯିବ। ସେଦିନ ହଁ, ପ୍ରତ୍ୟେକ ମାନେ ବର୍ତ୍ତମାନ ତଥ୍ୟ ସମୟରେ ଆସିବ। ବିନାୟକ ବାବୁ, ବର୍ତ୍ତମାନ ସମୟରେ କୁହାହଉଛି ଲୋକ ବାହାରେ ଭିଡ ଜମଉଥିଲେ, ଏବେ ଭିତରେ ଭିଡ ଜମେଇବେ। କାରଣ ନା ଭିତରେ ହଁ, ଭିତରେ ଭିଡ ତେଣୁ ଭିତରେ ଜମିଥିଲା। ଭିଡ ଜମେଇଲେ ଭିତରେ କୋଉଠି ଦଳା ଚକଟା ହେଇଯାଇପାରେ। ନିଶ୍ଚିତ ଭାବରେ ଯଦି ସେଠି କଣ୍ଟ୍ରୋଲ ନ କରାଯିବ, ଯେତେବେଳେ ସେ ଭିତରେ ଭିଡ ହେଇଯିବ, ସେତେବେଳେ ବାହାରେ ଲୋକଙ୍କୁ ଟିକେ ରୋକିବାକୁ ପଡିବ। ସେମାନେ ଭିତରେ ସମସ୍ତ ଦର୍ଶନ କରି ଗଲା ପରେ ତାପରେ ଛଡାଯିବ। ତେଣୁକରି ନିଶ୍ଚିତ ଭାବରେ ସେମିତି ଶୁଣ, ଅତ୍ୟଧିକ ଲୋକ ବି ଟିକେ ହେଲେଣି। ଆମେ ଲୋକଙ୍କ ଭକ୍ତଙ୍କ ସଂଖ୍ୟା ବି ଟିକେ ବଢିଲାଣି। ତେଣୁକରି ଆମେ ସବୁ ଜିନିଷକୁ ଆଖି ଆଗରେ ରଖିକି ଯଦି ନ କରିବା, ତାହେଲେ ଆମେ ଚାରି ଦ୍ୱାର ଖାଲି ଖୋଲିଦେଲେ ପୁଣି ସମସ୍ତ ଭକ୍ତମାନେ କେମିତି ଦର୍ଶନ କରିବେ ସେଇଟା ଦେଖିବେ ନା ନାହିଁ। ଆଉ ସେଇଟାକୁ ଯଦି ନ ଦେଖିବା, ସେଠି ସମସ୍ତ ଭକ୍ତ ରୁଣ୍ଡ ହେବେ, କେହି ଦର୍ଶନ କରିପାରୁନଥିବେ। ନିଶ୍ଚିତ ଭାବରେ ଗୋଟେ ଅସନ୍ତୁଳ କଥା ହବ। ହଁ, ତେଣୁକରି ତ ଆମେ ଏଥିପାଇଁ ଆଶା କରୁଛୁ ଏ ଯୋଉ ଚାରି ଦ୍ୱାର ଖୋଲା ହେଲା ପରେ ମନ୍ଦିର ଭିତରେ କି ପ୍ରକାରର ରେଗୁଲେସନ ହବା ଦରକାର ବୋଲି ଆପଣଙ୍କ ମତ ବିନାୟକ ବାବୁ? ଆମର ମତ ହଉଛି ଚାରି ଦ୍ୱାର ଯୋଉ ଖୋଲା ହେଲା, ଯେତେବେଳେ ଭକ୍ତମାନେ ଯାଇକିରି ପହଞ୍ଚିକିରି କୀର୍ତ୍ତନ ଚକ୍ରା ପାଖରେ ବହୁ ସଂଖ୍ୟାରେ ସେଠି ପହଞ୍ଚି ଯାଉଛନ୍ତି, ସେଇ ସମୟରେ ଚାରି ଦ୍ୱାରରେ ଲୋକଙ୍କୁ କିଛି ଅଟକାଇ ପଡିବାକୁ ପଡିବ। ସେମାନେ ଯୋଉ ଅଟକିବେ ଲୋକମାନେ, ସେମାନେ ଛାଇରେ ଟିକେ ରହିବା ପାଇଁ ବ୍ୟବସ୍ଥା ହବ, ପାଣିର ବ୍ୟବସ୍ଥା ହବ, ଚପଲ ଫପଲର ଷ୍ଟାଣ୍ଡ ଫାଣ୍ଡ ସେ ପାଖରେ କରିବାକୁ ପଡିବ, 3 ଦ୍ୱାର ପାଖରେ। ଏଇ ସବୁ ବ୍ୟବସ୍ଥା କରିବାକୁ ପଡିବ। ତାପରେ ଯେତେବେଳେ ଲୋକ ସେଠୁ କଣ୍ଟ୍ରୋଲ ହେଇକି ଦର୍ଶନ କରି ପଳେଇବେ, ପୁଣି କିଛି ଲୋକଙ୍କୁ ଛଡା ହବ 3 ଦ୍ୱାର ପଟେ। କିନ୍ତୁ 3 ହଁ, ଦ୍ୱାର ଖୋଲିବା ନିହାତି ଆବଶ୍ୟକତା। ତେଣୁକରି ଗୋଟେ କଣ ହଉଛି କି 3 ଦ୍ୱାର ଯଦି ନ ଖୋଲିବା, ତାହେଲେ ଏଇ ଯୋଉ ଗୋଟିଏ ଦ୍ୱାର ପାଖରେ ଯୋଉ ପ୍ରକାର ଅସମ୍ଭବ ଭିଡ ହଉଛି, ସାଧାରଣ ଗୋଟେ ଲୋକ ପୁରୀ ସହରରେ ମନ୍ଦିର ପାଖାପାଖି ଯୋଉମାନଙ୍କର ଘର ଦ୍ୱାର, ସେମାନେ ଗୋଟେ ମହାଦୀଟେ ଯଦି କଣ କିଣିବାକୁ ପଡିବ, କାହାର ଗୋଟେ ବନ୍ଧୁବାନ୍ଧବ ଆଇଛନ୍ତି, ସେ ମହାପ୍ରସାଦ ଟିକେ ଖାଇବାକୁ ଚେଷ୍ଟା କରିବ, ସେ କଣ ଯିବ ଲାଇନରେ ଛିଡା ହବ ସିଂହ ଦ୍ୱାରେ? ଏଇଟା ଠିକ ଜିନିଷ ନୁହେଁ। ତେଣୁକୁ 4 ଦ୍ୱାର ଖୋଲା ହେଇଛି, ଯିଏ ଯୋଉ ଦ୍ୱାରରେ ଯିବା ଆସିବା କଲା, କିଛି ଅସୁବିଧା ନାହିଁ। ଦର୍ଶନକୁ ଯେତେବେଳେ ଦର୍ଶନ ପାଖରେ ଯୋଉ ଭିଡ ହଉଛି, ସେଠି କଣ୍ଟ୍ରୋଲ କରିକି ଛାଡିବାକୁ ପଡିଲେ ଜିନିଷଟା ସମାଧାନ ହବ। ବିନାୟକ ବାବୁ, ସବୁ ଆଜ୍ଞା। ଦ୍ୱାରରେ ଲୋକ ପଶିବେ, ସବୁ ଦ୍ୱାରରେ ଲୋକ ବାହାରିବେ, ଏହା ଅପେକ୍ଷା 2ଟି ଦ୍ୱାରରେ ପଶିବେ ଆଉ 2ଟି ଦ୍ୱାରରେ ବାହାରିବେ, ଏଇଟା କଲେ କେମିତି ହୁଅନ୍ତା? ନାଇଁ ନାଇଁ, ଏଇଟା ନଥିଲା କି? ଏଇଟା ତ ଥିଲା। ଆମର ଉତ୍ତର ଦ୍ୱାର ପଶ୍ଚିମ ଦ୍ୱାର ପଟେ ଛଡା ହଉଥିଲା, ବର୍ତ୍ତମାନ ଯୋଡେ ଦ୍ୱାର ବନ୍ଦ ଥିଲା। ତା ଦ୍ୱାରା ଅବଢା ବ୍ୟାପକ କଳା ବଜାର ହେଲା। ଅବଢାକୁ ବର୍ତ୍ତମାନ ଉତ୍ତର ଦ୍ୱାର ପାଖରେ କିଛି ଦଲାଲ ରହିଲେ, 5 ଟଙ୍କା ଜିନିଷକୁ ସେ 20 ଟଙ୍କା କରିକିରି ଆସ ଅବଢା ଆମେ ଦେଇଦେବୁ, ଆମେ ଯିବୁ। ସେମାନେ ଗଲେ ଅବଢା କିଣିକି ଆଣିକି ଦେଲେ। ଏଇ ସବୁ ଜିନିଷ ଗୁଡାକ ହଉଥିଲା। 4 ଦ୍ୱାର ଆଜି ଯାଏ ଖୋଲା ଥିଲା। 4 ଦ୍ୱାର ପାଇଁ କୌଣସି ଏହାର ପ୍ରଭାବ ନାହିଁ। ଭିଡ ଟିକେ ହଉଛି, ଭକ୍ତମାନଙ୍କ ସଂଖ୍ୟା ଅଧିକ ହେଇଛି, ତାକୁ କଣ୍ଟ୍ରୋଲ କେମିତି କରାଯିବ, ସେଇ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପୁଲିସ କରିବା ଦରକାର ନିହାତି। ତ ଏ 4 ଦ୍ୱାରକୁ ଯୋଉ ବନ୍ଦ, 3 ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା, ଆ ପଛରେ କଣ ଲଜିକ ଥିଲା ବୋଲି ଆପଣ ଭାବୁଛନ୍ତି? ୟା ପଛରେ ଲଜିକ ଟା ଥିଲା ଯେ ବର୍ତ୍ତମାନ ଆମେ ଯାହା ଚାହିଁବୁ ସେୟା କରିବୁ। ଏଇଥିପାଇଁ ଆମେ 3 ବର୍ଷ କାଳ ପ୍ରଶାସନକୁ ଅନୁରୋଧ କରିଛୁ। ଆମେ କହିଲେ ଆଜ୍ଞା ଦ୍ୱାର ସବୁ ଖୋଲି ଦିଅନ୍ତୁ, କଣ୍ଟ୍ରୋଲ କରି ଛାଡନ୍ତୁ। ଯାହାକୁ ପଚାରିଲୁ, କାହା ମୁହଁରୁ ଉତ୍ତର ପାଇଲା ନାହିଁ। କିଏ ସେ ଅଦୃଶ୍ୟ ଶକ୍ତି ହେଇକି ସେ କାମ କରୁଥିଲା, କାହିଁକି କରୁଥିଲେ, ଆବଶ୍ୟକତା କଣ ଥିଲା? ବଡ ଦାଣ୍ଡଟାକୁ ସମ୍ପୂର୍ଣ୍ଣ ଚାରିଆଡେ ଲୁହା ବାଡ ଘେରୁଥିଲେ, ଦେଉଳ ଚାରିପଟେ ଘେରୁଥିଲେ, ରଥଟେ ଲାଗିଲେ ଚାରିପଟକର ରଥକୁ ବି ଛୁଇଁ ପାରିବେନି। ଏ ସବୁ ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ହଉଥିଲା। କାଲି ଆମର ଏସପିଙ୍କ ପାଖରେ ଗୋଟେ ମିଟିଂ ଥିଲା ରଥଯାତ୍ରା ପାଇଁ। ଆମେ କହିଲୁ ଆଜ୍ଞା, ବାରମ୍ବାର ଆମେ କହୁଛୁ ରଥକୁ ଆପଣ ଲୋକ ବନ୍ଦ କରିଦେଲେ, ରଥ ଛୁଇଁବା ପାଇଁ ଆପଣ ପୁଲିସ ଲାଗି ଚାରିପଟ ବନ୍ଦ କରିବେ? ଆପଣ ଛୁଇଁବା ପାଇଁ ବ୍ୟବସ୍ଥା କରନ୍ତୁ।
ରଥ ଟିକେ ଛୁଇଁବେନି ଭକ୍ତମାନେ, କାହିଁକି ଛୁଇଁବେନି ଭକ୍ତମାନେ? ଏମିତି ଏଇ ବିଷୟରେ ବି ଆଲୋଚନା ହେଇଥିଲା। ମୋର ଏଇ ପ୍ରସ୍ତାବଟା ବି ଥିଲା, ଏଥର ବି ସେଇଟାକୁ କହିଛନ୍ତି ନାହିଁ ଆମେ ଛୁଇଁବା ପାଇଁ ବ୍ୟବସ୍ଥା କରିବୁ। ତେଣୁକରି ଶୁଣନ୍ତୁ, ମନ ଇଚ୍ଛା ସବୁ କରୁଛନ୍ତି ଏବଂ ସେ ଜାଣିଛନ୍ତି ଯୋଉମାନେ ଏଇ ନୀତି ନିୟମ କରୁଛନ୍ତି ସିଏ ଦେଖୁଛନ୍ତି ଆମେ ବଢିଆ ଦିଟା କାରରେ ଆଇଲୁ, ଦୁଆର ମୁହଁରେ ଓହ୍ଲେଇଲୁ, ଆମ ସାଙ୍ଗରେ ଲୋକ ରୋକା ହେଇଗଲା, ଆମେ ଗଲୁ ଦର୍ଶନ କରିକି ଆଇଲୁ। ହୁଁ ତେଣୁକରି ଜଗନ୍ନାଥଙ୍କ ପାଖରେ ଭିଆଇପି କଲଚରଟା ଆଗ ବନ୍ଦ ହବା ଦରକାର। ଭକ୍ତ ସମସ୍ତେ ଭକ୍ତ, ସମସ୍ତେ ସେ ଭିଡରେ ଗଲେ ସେ ଜାଣିବେ କଣ ଅସୁବିଧା। ତେଣୁକରି ସେମାନେ ତ ଜାଣିଲେନି, ଯିଏ ନିୟମ ଭିଆଇପି ନୀତି କଲଚର କଲା ତ ସିଏ ଦେଖିଲା। ବହୁତ ଆଜି ପର୍ଯ୍ୟନ୍ତ ଏ ଭିଆଇପି କଲଚର ଅଛି। ବର୍ତ୍ତମାନ ସୁଦ୍ଧା ଅଛି। ବର୍ତ୍ତମାନ ଧର ସେଭଳି ଭିଆଇପି ଆଇଲେ ଗାଡି ଆସି ଲାଗି ଯାଉଛି ସେଠି, ସିଧା ଦୁଆର ମୁହଁରେ ଗାଡି ଲାଗି ଯାଉଛି, ଆଉ କାହା ଗାଡି କି ଛଡା ଯାଉନାହିଁ। ତେଣୁକରି ଏସବୁ ଜିନିଷ ହଉଛି। ଆମେ ତ ଦେଖିଲୁ ଏଇନେ ସବୁ ନୂଆ ମାନେ ଯୋଉମାନେ ସବୁ ମନ୍ତ୍ରୀ ଫନ୍ତ୍ରୀରେ ତାଙ୍କ ଗାଡି ଆସିକିରି ସିଂହ ଦ୍ୱାର ମୁହଁରେ ଲାଗିଲା। ୟା ପୂର୍ବରୁ ବି ଯୋଉମାନେ ଥିଲେ ଦାୟିତ୍ୱରେ ସେମାନଙ୍କ ଗାଡି ବି ଆସି ଲାଗୁଥିଲା। ସେମାନଙ୍କ ପାଇଁ ବି ଦର୍ଶନକୁ ଲୋକଙ୍କୁ ରୋକି ଦିଆଯାଉଥିଲା। ସେମାନେ ଯାଇକି ହଁ ଦର୍ଶନ କେମିତି ଆରାମରେ କରିକିରି ଆସିବେ ତାଙ୍କ ବ୍ୟବସ୍ଥା କରାଯାଉଥିଲା। ତାପରେ ଏଭଳି ଗୋଟେ ବନ୍ଦ କରିଥିବା ଦ୍ଵାରା ବର୍ତ୍ତମାନ କିଛି ପଇସାର ଉପାର୍ଜନ ବ୍ୟବସ୍ଥା ହେଲା। ସେଥିରେ ପୁଲିସ ସେବାୟତ ଉଭୟ ନେଲେ ଗୋଟେ ଗୋଟେ ଲୋକଠୁ 500, 300, 400 ଟଙ୍କା ଲେଖା ନେଇକିରି ଭିତରକୁ ଛାଡ଼ିଲେ। ହଁ ଆମେ ନିଜେ ଦେଖୁଛୁ, ମାନେ ଖୁଲମ ଖୋଲା କାମ ଚାଲିଲା, କେହି ବି ରୋକି ପାଇଲେନି ତାକୁ। ତେଣୁକରି ବିଭିନ୍ନ ପ୍ରକାର ଗୋଟେ ଚାରିଆଡ ଯେତେବେଳେ ବନ୍ଦ କରିଦିଆଯିବ, ସେତେବେଳେ କିଛି ଲୋକଙ୍କର ଗୋଟେ ପୁଷ ମାସ ହବ ବୋଲି ଜାଣିଥାନ୍ତି। ଗୋଟେ ହଁ ଗୋଟେ ଲୋକ 7,000, 8,000 ଦିନକୁ ଧରିକିରି ବାଣ୍ଟିକିରି ସବୁ ବିଭିନ୍ନ ମନ୍ଦିର ପାଖାପାଖି ଜାଗା ମାନଙ୍କରେ ନେଲେ ଆମେ ଦେଖିଛୁ। ହେଲେ କଣ ଏଠି କରୁଛ କିରେ? ନା ଭାଗ ବଣ୍ଟା ହଉଛି। ତା ଦେହରେ ସମସ୍ତେ ଅଛନ୍ତି, ଯୋଉମାନେ ହଁ ସେଠି ଦିନରେ 24 ଘଣ୍ଟା ଛିଡା ହେଇକିରି ଲୋକଙ୍କୁ ଛାଡୁଛନ୍ତି। ତେଣୁକରି ଏସବୁ ଜିନିଷ, ଆଉ ସେଠି କଣ ଯାଇକି ଛିଡା ହେଇକି ଆମେ କହିବୁ ଭାଇ ଆମକୁ ଦିଅ 5 ଜିନିଷ ଆମେ ନେଇ ଛାଡିବୁ, ଆମ ଦ୍ଵାରା ଏସବୁ ଜିନିଷ ହବନି। ତେଣୁକରି ହଁ ଯୋଉମାନେ ଆସିଲେ ବସିଲେ, ତାଙ୍କର ଆଉ କିଛି ଉପକାର ରୋଜଗାର ନାହିଁ, ପନ୍ଥା ନାହିଁ, ଚାଲିଲେ। ଆଉ ମନ୍ଦିରର ପୁରୀ ସହର ତ ବର୍ତ୍ତମାନ ତ ଲୋକଙ୍କର ଚାକିରି ନାହିଁ, ବୃତ୍ତି ନାହିଁ, କଳକାରଖାନା କିଛି ତ ନାହିଁ। ବର୍ତ୍ତମାନ 25-30 ବର୍ଷ ହେଲା ଲୋକ ତ ବେକାର ହେଇକି ବୁଲୁଛନ୍ତି। ସେ ବଡ ଦାଣ୍ଡରେ ତ ସବୁ ଉଠିଗଲାଣି ଦୋକାନ ବଜାର ଏ ସବୁ। ତେଣୁକରି ସବୁ ଜିନିଷ ପୁଣି ପେଟ ବାଣ୍ଟଣା, ସେଇଟାକୁ କେହି ଦେଖୁନାହାନ୍ତି। ଲୋକ ତ ପୁଣି ଚଳିବ, ବର୍ତ୍ତମାନ ଦରଦାମ କୋଉଠି ପହଞ୍ଚିଲାଣି, କେମିତି ଲୋକ ଚଳିବେ, କେମିତି କଣ କରିବେ, କିଛି ତ ନାହିଁ। ତେଣୁ ସବୁ ଜିନିଷକୁ ଦେଖିବା ଦରକାର ଅଛି। ତେଣୁକରି ଖାଲି ଆମେ ଆଇଲେ ଦର୍ଶନ ଆମ ସୁବିଧାକୁ ଆମେ ଦେଖିକିରି ପଳେଇଲେ, ତାପରେ କଣ ହଉଛି କେହି ବୁଝିଲେନି କିଛି। ତେଣୁକରି ବର୍ତ୍ତମାନ ଭିଡ ନିଶ୍ଚିତ ହବ, ଭିଡକୁ କେମିତି କଣ୍ଟ୍ରୋଲ କରାଯିବ। ତେଣୁକରି ଯେତେବେଳେ ଭିତରେ ଅତ୍ୟଧିକ ଭିଡ ହବ, ବାହାରେ ଲୋକଙ୍କୁ ରୋକାଯିବ। ଏଇ ସବୁ ବନ୍ଦୋବସ୍ତର ଆବଶ୍ୟକତା ରହୁଛି। ଏବଂ ବାହାର କାଠ ପାଖେ ଯୋଉ ଦର୍ଶନ ହଉଛି, ଆପଣ ବି ଗୋଟେ ଦିନ ଆସନ୍ତୁ ଦେଖିବେ ଯେ ବାହାର କାଠଟା ଅସୁବିଧାଟା କଣ ସେଠି ହଉଛି। ସେଟା ହୁଁ ଆପଣ ଜାଣିବେ ଯେ ପ୍ରକୃତରେ ଏଠି କଣ ସୁବିଧା ହେଲେ କଣ କରାଯାଇ ପାରିବ। କାରଣ ତ ଆପଣ ନିହାତି ଆସିବା ଦରକାର। ଆପଣଙ୍କ ଆଲୋଚନାରେ ଆପ- ଗୋଟିଏ କଥା ସ୍ପଷ୍ଟ ହେଲା ବିନାୟକ ବାବୁ, ଯେ ମନ୍ଦିର ଭିତରେ ଭିଆଇପି କଲଚର ବନ୍ଦ ହଉ, ଆଉ ଜଣଙ୍କ ନିର୍ଦ୍ଦେଶରେ ଯେମିତି କାମ ଚାଲିଥିଲା ସେମିତି ନ ହଉ, ଅନ୍ତତଃ ଗୋଟିଏ ଡେମୋକ୍ରାଟିକ ଡିସିସନ ମେକିଂ ବା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦିଆଯାଉ, ଆଉ ମନ୍ଦିର ଭିତରେ ଭିଡକୁ କେମିତି ରୋକାଯାଉ। ବହୁତ ଧନ୍ୟବାଦ। ବିନାୟକ ଦାସ ମହାପାତ୍ର ପୁରୀରୁ ଆମ ସହିତ ସାମିଲ ଥିଲେ ଏବଂ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖୁଥିଲେ। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ଦାସ ମହାପାତ୍ର। ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା ଆଜ୍ଞା।